ओम नमः शिवाय ମୋର ସ୍ନେହର ଛାତ୍ରଛାତ୍ରୀ ମାନେ ଟିପୁସର ଜ୍ଞାନୀ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ପିଲାମାନେ ମୁଁ +2 ସେକେଣ୍ଡ ଇୟର ଆର୍ଟ୍ସ ପିଲାମାନଙ୍କ ପାଇଁ ପଲିଟିକାଲ ସାଇନ୍ସର ଗୋଟେ ସୁନ୍ଦର ଭିଡିଓ ଉପସ୍ଥାପନ କରୁଛି। ପିଲାମାନେ ଆଗକୁ ଆମର ଫାଇନାଲ ଏକ୍ସାମ ଅଛି, ତେଣୁ ଫାଇନାଲ ଏକ୍ସାମକୁ ଆଖି ଆଗ ରଖି ମୁଁ ଆଜି 80 ମାର୍କର ଗୋଟେ ଭିଡିଓ ବନେଇଛି। ତା ଭିତରେ 1 ମାର୍କିଆ 2 ମାର୍କିଆ ଏବଂ ଲଙ୍ଗ କ୍ୱେଶ୍ଚନ ଅଛି, ଯାହାକି ସବୁ ସିଲେକ୍ଟିଭ କ୍ୱେଶ୍ଚନ ଏବଂ ଫାଇନାଲ ପରୀକ୍ଷାରେ এই କ୍ୱେଶ୍ଚନ ଗୁଡ଼ିକ ଆସିବା ସୁନିଶ୍ଚିତ। ତେଣୁ ପିଲାମାନେ ଆଜି ରାଜନୀତି ବିଜ୍ଞାନର এই 80 ମାର୍କର କ୍ୱେଶ୍ଚନ ଗୁଡ଼ିକ ଆମେ ଆଲୋଚନା କରିବା। ନିଶ୍ଚୟ ପିଲାମାନେ এই କ୍ୱେଶ୍ଚନ ଗୁଡ଼ିକ ପରୀକ୍ଷାରେ ଆସିବ, ତମେ ଘରେ ଖାଲି ଟିକେ ପ୍ରାକ୍ଟିସ କରିଦବ। 1 ମାର୍କିଆ କ୍ୱେଶ୍ଚନ ପିଲାମାନେ ଦେଖ, ଆମର ପରୀକ୍ଷା ହେଉଛି 3 ଘଣ୍ଟା, ସମୟ ପିଲାମାନେ 3 ଘଣ୍ଟା ଏବଂ ଫୁଲ ମାର୍କ ହେଉଛି 80। ସମୟ ପିଲାମାନେ 3 ଘଣ୍ଟା, ଫୁଲ ମାର୍କ 80 ଏବଂ ୟୁନିଟ 1 ରେ ପ୍ରଥମେ ପିଲାମାନେ 1 ମାର୍କିଆ କ୍ୱେଶ୍ଚନ 21ଟି ଆସିବ। ଆମେ ବର୍ତ୍ତମାନ এই MCQ କ୍ୱେଶ୍ଚନ ଗୁଡ଼ିକ ଆଲୋଚନା କରିବା। ପ୍ରଥମ କ୍ୱେଶ୍ଚନ କହିଛି ଯେ ଭାରତ ଏକ ଡେଶ ପ୍ରକାର ସଂଘୀୟ ରାଷ୍ଟ୍ର, କେନ୍ଦ୍ର ପ୍ରସାରୀ, କେନ୍ଦ୍ରାଭିମୁଖୀ, ଐକିକ, ଗଣତାନ୍ତ୍ରିକ। ପିଲାମାନେ ମନେ ରଖିଥିବ ଯେ ଭାରତ ହେଉଛି ପୃଥିବୀର ଗୋଟେ ବୃହତ୍ତମ ସଂଘୀୟ ରାଷ୍ଟ୍ର। ଭାରତ ହେଉଛି ପୃଥିବୀର ବୃହତ୍ତମ ସଂଘୀୟ ରାଷ୍ଟ୍ର, କିନ୍ତୁ ଦେଖିବାକୁ ଗଲେ ଯେ ଭାରତ ଏକ କେନ୍ଦ୍ର ପ୍ରସାରୀ ସଂଘୀୟ ରାଷ୍ଟ୍ର ଅଟେ। କାରଣ ଭାରତର ବହୁତ ଗୁଡ଼ିଏ ଶାସନ ରହିଛି ବା କ୍ଷମତା ରହିଛି, ଯାହାକି କେନ୍ଦ୍ର ସରକାରଙ୍କ ଦ୍ୱାରା ହିଁ ପ୍ରଣୀତ ହୋଇଥାଏ। ସେଠି ଆଉ ରାଜ୍ୟ ସରକାର ମାନଙ୍କର କର୍ତ୍ତୃତ୍ୱ ନଥାଏ, ଯେହେତୁ ଅଧିକାଂଶ କ୍ଷମତା କେନ୍ଦ୍ର ଦ୍ୱାରା ନିୟନ୍ତ୍ରଣ ହୋଇଥାଏ, ସେଥିପାଇଁ ଭାରତକୁ ମଧ୍ୟ କୁହନ୍ତି କେନ୍ଦ୍ର ପ୍ରସାରୀ ସଂଘୀୟ ରାଷ୍ଟ୍ର। ନେକ୍ସଟ କ୍ୱେଶ୍ଚନ କହିଛି କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକାରେ ଅନ୍ତର୍ଭୁକ୍ତ ନଥିବା ବିଷୟ ଗୁଡ଼ିକ ଡେଶ କ୍ଷମତାରେ ପରିସରଭୁକ୍ତ। ଅପସନ ଅବଶେଷ, ବିଶେଷ, ଅର୍ଥନୈତିକ, ରାଜନୈତିକ। ପିଲାମାନେ ଦେଖ, ମନେ ରଖିଥାଅ ଯେ ଭାରତ ସମ୍ବିଧାନର 7ମ ଅନୁସୂଚୀରେ କେନ୍ଦ୍ର ଆଉ ରାଜ୍ୟ ମଧ୍ୟରେ 3ଟି ତାଲିକା ରହିଛି, କେନ୍ଦ୍ର ତାଲିକା, ଯୁଗ୍ମ ତାଲିକା, ରାଜ୍ୟ ତାଲିକା। ଆଉ ଯେତିକି ତାଲିକା ରହିଲା ତା ସବୁ ଅବଶିଷ୍ଟ କ୍ଷମତାରେ ଯାଏ, ତେଣୁ ଉତ୍ତର ହବ ଅବଶେଷ। ନେକ୍ସଟ ପିଲାମାନେ ଦେଖ, ଭାରତର ଅବଶେଷ କ୍ଷମତା ଡେଶକୁ ଦିଆଯାଇଛି। ଯୋଉ ଅବଶିଷ୍ଟ କ୍ଷମତାଟା କାହାକୁ ଦିଆଯାଇଛି, ରାଜ୍ୟକୁ ନା କେନ୍ଦ୍ରକୁ? ଉତ୍ତର ପିଲାମାନେ ହବ କେନ୍ଦ୍ରକୁ ଦିଆଯାଇଛି। ନେକ୍ସଟ କ୍ୱେଶ୍ଚନ, କେଉଁଠି ମିଳିତ ଜାତିସଂଘର ଅଙ୍ଗ ନୁହେଁ? ପିଲାମାନେ ଦେଖ, ମିଳିତ ଜାତିସଂଘ ଯାହାକି 1945 ମସିହା ଅକ୍ଟୋବର 24 ତାରିଖରେ ପ୍ରତିଷ୍ଠିତ ହୋଇଥିଲା ଏବଂ ମିଳିତ ଜାତିସଂଘର ପିଲାମାନେ 6ଟି ଅଙ୍ଗ ରହିଛି। ପ୍ରଥମ ହେଲା ସାଧାରଣ ସଭା, ନିରାପତ୍ତା ପରିଷଦ, ଅର୍ଥନୈତିକ ସାମାଜିକ ପରିଷଦ, ନ୍ୟାସ ପରିଷଦ, ସଚିବାଳୟ ଏବଂ ନ୍ୟାୟାଳୟ। ଦେଖ, ଏଇ 4ଟି ଭିତରୁ ସାଧାରଣ ସଭା ଅଛି, ନିରାପତ୍ତା ବି ଅଛି, ନ୍ୟାସ ବି ଅଛି, କିନ୍ତୁ ବିଶ୍ୱ ବ୍ୟାଙ୍କଟା ହବନି, କାରଣ ଏଇଟା ଜାତିସଂଘର ଅଙ୍ଗ ନୁହେଁ। ନେକ୍ସଟ କ୍ୱେଶ୍ଚନ, ପୌର ପରିଷଦ ଭାଙ୍ଗିଗଲେ କିଏ ଏହାର ପରିଚାଳନା କରନ୍ତି? ବିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ନଗର ଉନ୍ନୟନ ମନ୍ତ୍ରୀ। ତାହେଲେ ଉତ୍ତର ପିଲାମାନଙ୍କୁ, ଯଦି ପୌର ପରିଷଦ ଟା ଭାଙ୍ଗିଯିବ ତାହେଲେ ଏହାର ପରିଚାଳନା କିଏ କରିବେ? ଉତ୍ତର ପିଲାମାନେ ହଉଛି ଜିଲ୍ଲାପାଳ। ପିଲାମାନେ ଅନ୍ତତଃ ଯୋଉ ସହରାଞ୍ଚଳ ଯୋଉ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅଛି, এই ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଆମର 3ଟି ଅଙ୍ଗ ରହିଛି ସହରାଞ୍ଚଳରେ। ପ୍ରଥମ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ, ତାପରେ ହେଲା ମ୍ୟୁନିସିପାଲିଟି ବା ପୌରପାଳିକା, ତାପରେ ପିଲାମାନେ ରହିଲା କଣ, ନିଗମ। ତେଣୁ ପୌରପାଳିକା ଟା ପିଲାମାନେ ଦେଖ, ଏଟା ମଧ୍ୟମ ସ୍ତରରେ ଥାଏ। ନେକ୍ସଟ ପିଲାମାନେ ଯିବା, କ୍ୱେଶ୍ଚନ କହିଛି ସମ୍ବିଧାନର କେଉଁ ସଂଶୋଧନ ସହରାଞ୍ଚଳ ସ୍ୱାୟତ୍ତ ବିଷୟରେ ବର୍ଣ୍ଣନା କରିଛି? ଅପସନ 72, 51, 73 ଆଉ 74। ପିଲାମାନେ ମନେ ରଖିଥାଅ, ଯୋଉ ସମ୍ବିଧାନର 73ତମ ସମ୍ବିଧାନ ହଉଛି ଗ୍ରାମାଞ୍ଚଳ ପାଇଁ। ମନେ ରଖିଥାଅ, 73ତମ ସମ୍ବିଧାନ ସଂଶୋଧନ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ପାଇଁ, କିନ୍ତୁ ଏଠି ସହରାଞ୍ଚଳ ଦେଇଛି। ସହରାଞ୍ଚଳ କହିଲେ 74ତମ ସମ୍ବିଧାନ। ନେକ୍ସଟ କ୍ୱେଶ୍ଚନ,
ओडिशार चिलिका बचाओ आंदोलन नेतृत्व किए नहीं? ऑप्शन 1 हरिकृष्ण भत्ता, बांको बिहारी दास, भवानी शंकर भत्ता, सुरेश राउतराय। पिला मन मन रखि थाओ, जो ओडिशार चिलिका बचाओ जो आंदोलन होइतला तार दायित्व नहीं बांको बिहारी दास। बाल्को हटाओ गंधमार्दन बचाओ सेटर पिला मन थे भवानी शंकर भत्ता। नेक्स्ट क्वेश्चन, लाहौर घोषणानामा केउ मसीहार होइतला? 1995, 1999, 2004, 2014। पिला मन रखता जो 1999 मसीह लाहौर घोषणानामा होइतला। 1999 मसीह कारगिल युद्ध होइतला एवं ये कारगिल युद्ध रे भारत जयलाभ करितला एवं सेतबेले जो तत्कालीन प्रधानमंत्री थे भारतर अटल बिहारी वाजपेयी एवं पाकिस्तान प्रधानमंत्री परवेज मुशर्रफ मध्य लाहौर घोषणानामा होइतला केबे ना 1999। नेक्स्ट क्वेश्चन, कहार संस्कारमूलक नीति शीतल युद्धर अवसान निमंते मार्ग प्रस्तुत करितला? कहार संस्कारमूलक नीति शीतल युद्धर अवसान निमंते मार्ग प्रस्तुत करथिला? ऑप्शन वाल्टर लिपमैन, मिखाइल गोर्बाचोव, जॉर्ज बुश, बोरिस येल्सिन। पिला माने मन रखि थाओ, जो शीतल युद्ध साधारणतः दुईटी देश मध्य रहितला, गोटेला भारत सॉरी अमेरिका और रूसिया। अमेरिका और रूसिया मध्य शीतल युद्ध आरंभ होइतला एवं साधारणतः मिखाइल गोर्बाचोव जेतेबेले रूस रो शासनकर्ता होइतले तांको समय रे से किछि संस्कारमूलक नीति आनिथिले जाकि शीतल युद्धर अवसान पाई मार्ग प्रस्तुत करितला। नेक्स्ट क्वेश्चन, जातिवाद एक देश? ऑप्शन को आवश्यकता, सामाजिक मंद व्यवस्था, प्राकृतिक विषय, नैतिक मंद व्यवस्था। मन तो जातिवाद गोटे होची पिला माने एटा होची सामाजिक गोटे मंद व्यवस्था। नेक्स्ट, आंचलिकतावाद प्रतिरोध पाई कोन आवश्यक? आंचलिकतावाद पिला माने का कहबा कि मन रखिबो जे निज अंचल को भल पाई अन्य अंचल प्रति घृणा मनोभाव जात कले आंचलिकतावाद सृष्टि हुए। तेणु क्वेश्चन कहिछि जे आंचलिकतावाद प्रतिरोध पाई कोन आवश्यक? शिक्षार प्रसार आवश्यक ना जातीय संगठन विकास आवश्यक ना द्रुत अर्थनैतिक उन्नति आवश्यक? देख पिला माने तीनोटी मुति अछि एटा आंचलिकतावाद प्रतिरोध पाई आवश्यक, सेति पाई हबो उपरोक्त समस्त। नेक्स्ट क्वेश्चन, केउ मसियारे सिंधु नदी जल बंटन को नहीं भारत और पाकिस्तान मध्य राजीनामा होइतला? आउथरे पिला माने क्वेश्चन रिपीट कर दूची जे केउ मसियारे भारत एवं पाकिस्तान मध्य सिंधु नदी जल बंटन को नहीं चुक्ति स्वाक्षरित होइतला? 1952, 1956, 1985, 1960। उत्तर होची 1960। नेक्स्ट क्वेश्चन, केउ मसियारे पाकिस्तान प्रथमे भारत आक्रमण करितला? पिला मन देखो मन रखिता जे केउ मसियारे पाकिस्तान प्रथमे भारत आक्रमण करितला? 1962, 1965, 1967, 1970। पिला मन तो भारत और पाकिस्तान मध्य प्रथम युद्ध होइतला 1965 रे। नेक्स्ट क्वेश्चन, तास्केंट राजीनामा केउ मसियारे स्वाक्षरित होइतला? पिला मन देखो तास्केंट राजीनामा 1900 बा केबे हितला? 1962, 65, 66, 67। मन तो पिला माने 1965 मसियारे भारत और पाकिस्तान युद्ध होइतला एवं 1966 मसियारे तास्केंट राजीनामा होइतला। सेतबेले भारतर प्रधानमंत्री थिले लाल बहादुर शास्त्री एवं पाकिस्तान रो राष्ट्रपति आयुब खान तांको मध्य रूसियार शासक कोसिजिन को मध्यस्थतारे तास्केंट ठारे चुक्ति होइतला केबे ना 1966। निम्नलिखित मध्यरु केउटी तृणमूल स्तरीय गणतंत्र उदाहरण? संसद, राज्य विधानमंडल, स्थानीय स्वायत्त शासन, राजनैतिक दल। उत्तर पिला मन होची स्थानीय स्वायत्त शासन। नंबर पी छुआ कहिछि भारत और पाकिस्तान मध्य तास्केंट राजीनामा केउ मसिया रहितला? एटा होची 1966 रहितला। केउ बाष्पर सबुज ग्रह उपरे प्रभाव अधिक? केउ बाष्पर सबुज ग्रह उपरे प्रभाव अधिक थिला? अम्लजान, उद्जान, अंगारकाम्ल, जलीय बाष्प। उत्तर पिला होची अंगारकाम्ल।
କେଉଁଠି ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ ନୁହେଁ? ଅପସନ ସବୁଜ ଗୃହ, ସାମୁଦ୍ରିକ ବରଫ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି, ଯାନବାହନ ସଂଖ୍ୟା ବୃଦ୍ଧି। ଉତ୍ତର ହଉଛି ପିଲାମାନେ ଯେ ସାମୁଦ୍ରିକ ବରଫ। ନେକ୍ସଟ କ୍ୱେଶ୍ଚନ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ପିଲାମାନେ ପରୀକ୍ଷାରେ ବହୁତ ରିପିଟ ଆସେ, ସବୁବେଳେ ଆସେ ଯେ ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ କେବେ ପାଳନ କରାଯାଏ? ଫେବୃଆରୀ 5, ଏପ୍ରିଲ 20, ଅକ୍ଟୋବର 17, ଡିସେମ୍ବର 10। ଯେ ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ପିଲାମାନେ ଆମର ଅକ୍ଟୋବର 17ରେ ପାଳନ କରାଯାଏ। ନେକ୍ସଟ କ୍ୱେଶ୍ଚନ, କେଉଁ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଏ? କେଉଁ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଏ? ମାର୍ଚ୍ଚ 3, ଏପ୍ରିଲ 20, ଡିସେମ୍ବର 10। ଉତ୍ତର ପିଲାମାନେ ହଉଛି ମନେ ରଖ ଡିସେମ୍ବର 10 ତାରିଖକୁ ଯେ ବିଶ୍ୱ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଏ। ନେକ୍ସଟ କ୍ୱେଶ୍ଚନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କେତେଗୋଟି ସଦସ୍ୟ ରାଷ୍ଟ୍ର ଅଛନ୍ତି? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯିଏକି ବିଶ୍ୱର ସ୍ୱାସ୍ଥ୍ୟର ଉନ୍ନତି ପାଇଁ କାର୍ଯ୍ୟ କରିଥାଏ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନର ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲ୍ୟାଣ୍ଡର ଜେନେଭା ଠାରେ ଅବସ୍ଥିତ। ତାର ବର୍ତ୍ତମାନ ସଦସ୍ୟ ଅଛନ୍ତି 194। ଏବେ ପିଲାମାନେ ଆମେ ବଛା ବଛା 2 ମାର୍କିଆ କ୍ୱେଶ୍ଚନ ଯିବା, ଯାହାକି ପରୀକ୍ଷାରେ ଆମକୁ 7ଟି କରିବା ପାଇଁ ପଡିବ, ପାଖାପାଖି ଆମକୁ 12ଟି କ୍ୱେଶ୍ଚନ ଦେଇଥିବ। ପ୍ରଥମ କ୍ୱେଶ୍ଚନ କହିଲା ଛୁଆ କେନ୍ଦ୍ର ତାଲିକା। ପିଲାମାନେ ମନେ ରଖିଥାଅ ଯେ ଭାରତର 7ମ ଅନୁସୂଚୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ 3ଟି ତାଲିକା ଅଛି, ସେଥିରୁ କେନ୍ଦ୍ର ତାଲିକା ଅନ୍ୟତମ। କେନ୍ଦ୍ର ତାଲିକାରେ 69ଟି ବିଷୟ ଅଛି ଏବଂ ଏହି ବିଷୟ ଉପରେ କେବଳ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିପାରିବେ। କଣ କଣ ଯାଉଛି ମନେ ରଖିଥାଅ ପିଲାମାନେ, କେନ୍ଦ୍ରୀୟ ସଂସଦ ଉପରେ ଏହା ନ୍ୟସ୍ତ ଥାଏ। ସାଧାରଣତଃ ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ଡାକ ଏଗୁଡା ହଉଛି କେନ୍ଦ୍ର ତାଲିକା ଥାଏ। ନେକ୍ସଟ କ୍ୱେଶ୍ଚନ, ପଲ୍ଲୀ ସଭା। ପିଲାମାନେ ମନେ ରଖିଥାଅ ଯୋଉ ଗ୍ରାମ ପଞ୍ଚାୟତର ଆଇନ ଅନୁସାରେ ପ୍ରତ୍ୟେକ ରାଜସ୍ୱ ଗ୍ରାମର ସାବାଳକ ଓ ନାଗରିକ ମାନଙ୍କୁ ନେଇ ଗଠିତ ସଭାକୁ ପଲ୍ଲୀ ସଭା। ପିଲାମାନେ ମନେ ରଖିଥାଅ ପ୍ରତ୍ୟେକ ଗ୍ରାମର ସାବାଳକ ଭୋଟଦାତା ମାନଙ୍କୁ ନେଇ ପଲ୍ଲୀ ସଭା ଗଠିତ ହୋଇଥାଏ। ପ୍ରତ୍ୟେକ ବର୍ଷ ଫେବୃଆରୀ ମାସରେ ଏହା ଅନୁଷ୍ଠିତ ହୁଏ। ଗ୍ରାମର ବରିଷ୍ଠ ୱାର୍ଡ ସଭ୍ୟଙ୍କ ଅଧ୍ୟକ୍ଷତାରେ ଏହି ସଭାଟି କାର୍ଯ୍ୟକାରୀ ହୋଇଥାଏ। ନେକ୍ସଟ ପିଲାମାନେ କହିଛି ସଂଘୀୟ ରାଷ୍ଟ୍ରର ଲକ୍ଷଣ ବା ରାଷ୍ଟ୍ର ସଂଘର ଉପାଦାନ। ମନେ ରଖିଥାଅ ପିଲାମାନଙ୍କର ଉପାଦାନ ହେଲା ପ୍ରଥମ ଲିଖିତ ଅନମନୀୟ ସମ୍ବିଧାନ, ଦ୍ୱିତୀୟରେ ହଉଛି କେନ୍ଦ୍ର ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ, ତୃତୀୟରେ ପିଲାମାନେ ହଉଛି ସଦନୀୟତା। କାରଣ ଭାରତର 2ଟା ସଦନ ଅଛି, ଗୋଟେ ଲୋକସଭା ଗୋଟେ ରାଜ୍ୟସଭା ଅଛି। ଆତଙ୍କବାଦ ପିଲାମାନେ କାହାକୁ କହିବା? ପିଲାମାନେ ମନେ ରଖିଥାଅ ଆତଙ୍କବାଦ ହଉଛି ଆମ ଦେଶର ଅର୍ଥନୈତିକ, ଯୋଉ ଆମ ଭାରତ ଗୋଟେ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର, ଭାରତ ବିକାଶ ଦିଗରେ ଆତଙ୍କବାଦଟି ମୁଖ୍ୟ ପ୍ରତିବନ୍ଧକ। ଆତଙ୍କବାଦର ଲକ୍ଷ୍ୟ ହେଉଛି ଯେ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରି ନିଜର କାର୍ଯ୍ୟ ହାସଲ କରିବା ପାଇଁ ଯୋଉ କିଛି ସଂଗଠନ କାର୍ଯ୍ୟ କରିଥାନ୍ତି ତାକୁ ଆତଙ୍କବାଦ କୁହନ୍ତି। ସାଧାରଣତଃ ଚୋରି, ଅପହରଣ, ବମ୍ ବ୍ଲାଷ୍ଟ ଏଗୁଡାକୁ ଆତଙ୍କବାଦର ଲକ୍ଷଣ ବୋଲି କୁହାଯାଏ। ଦେଖ ପିଲାମାନେ ଆଉଥରେ ମୁଁ କହିଦଉଛି ଯେ ଆତଙ୍କବାଦ ବା ସନ୍ତ୍ରାସବାଦକୁ ଏକ ରାଜନୈତିକ ଲକ୍ଷ୍ୟ ପୂରଣ ପାଇଁ ସାଧାରଣରେ ଭିତ୍ତି ସଞ୍ଚାର ନିମନ୍ତେ ଏକ କ୍ଷୁଦ୍ର କିନ୍ତୁ ବଳିଷ୍ଠ ସଂଗଠନ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ହିଂସାତ୍ମକ କାର୍ଯ୍ୟକ୍ରମ, ଯାହା ନିଷ୍ପତ୍ତି ଗ୍ରହଣକାରୀ ସରକାରୀ କଳ ଉପରେ ଚାପ ପକାଇ ନିଜର ଦାବି ହାସଲ ପାଇଁ କାର୍ଯ୍ୟ କରିବା ପ୍ରକ୍ରିୟାକୁ ସୂଚିତ କରିଥାଏ। ମନେ ରଖିଥାଅ ଆତଙ୍କବାଦ ସାଧାରଣତଃ ଅପହରଣକାରୀ, ଟ୍ରେନ ହାଇଜାକ୍ କରିବା, ସାଧାରଣତଃ ବମ୍ ବ୍ଲାଷ୍ଟ କରିବା, ହତ୍ୟା କରିବା, ଲୋକମାନଙ୍କ ଭିତରେ ଟେରୋରିଜିମ ବା ଭୟ ସୃଷ୍ଟି କରିବା, ସେଇଟାକୁ କୁହନ୍ତି ଆତଙ୍କବାଦ। ନେକ୍ସଟ ପିଲାମାନେ ଯିବା ବିକାଶ ବିସ୍ଥାପନ ବିରୋଧୀ ଆନ୍ଦୋଳନ। ପିଲାମାନେ ମନେ ରଖିଥାଅ ଯେ ଦେଶର ଅର୍ଥନୈତିକ ବିକାଶ ପାଇଁ ନଦୀବନ୍ଧ ଯୋଜନା ହୋଇଥାଏ, ଶିଳ୍ପ କାରଖାନା ତିଆରି ହୋଇଥାଏ। ଯେତେବେଳେ ଶିଳ୍ପ କାରଖାନା କି ନଦୀବନ୍ଧ ଯୋଜନା ହୋଇଥାଏ ସେତେବେଳେ ପାଖ ଲୋକମାନଙ୍କୁ ବା ନିକଟସ୍ଥ ଲୋକମାନଙ୍କୁ ସେ ଅଞ୍ଚଳ ଛାଡି ଯିବା ପାଇଁ ପଡିଥାଏ। ତେଣୁ ଯେହେତୁ ଜଣେ ଲୋକ ନିଜ ଅଞ୍ଚଳ ଛାଡି ଅନ୍ୟ ଅଞ୍ଚଳକୁ ଯାଇଥାଏ, ସେଥିପାଇଁ ସେମାନେ ସାଧାରଣତଃ ତାଙ୍କ ସ୍ଥାନ ପରିତ୍ୟାଗ କରିବା ପାଇଁ ଚାହିଁନଥାନ୍ତି, କାରଣ କେହି କାହାରି ଜନ୍ମଭୂମି ଭିଟାମାଟି ଛାଡି ଯିବା ପାଇଁ ଚାହିଁନଥାନ୍ତି। କିନ୍ତୁ ସେଥିପାଇଁ ଯେତେବେଳେ ସେମାନଙ୍କୁ ଛାଡିବା ପାଇଁ ବାଧ୍ୟ କରାଯାଏ, କିଛି ସଂଗଠନ ଥାନ୍ତି ବା ସ୍ଥାନୀୟ ଲୋକମାନେ ତା ବିରୁଦ୍ଧରେ ଆନ୍ଦୋଳନ କରନ୍ତି, ତାକୁ କହନ୍ତି ବିକାଶ ବିସ୍ଥାପନ ଭିତ୍ତିକ ଆନ୍ଦୋଳନ। ନେକ୍ସଟ ହଉଛି ଧରିତ୍ରୀ ଶିଖର ସମ୍ମିଳନୀ। ପିଲାମାନେ ମନେ ରଖିଥାଅ
ପରିବେଶ ର ଉନ୍ନତି କରିବା ପାଇଁ ପରିବେଶର ଉନ୍ନୟନ ପାଇଁ ଜାତିସଂଘର ସମ୍ମିଳନୀ ଧରିତ୍ରୀ ଶିଖର ସମ୍ମିଳନୀ ନାମରେ ପରିଚିତ। ଏହି ସମ୍ମିଳନୀ 1992 ମସିହାରେ ବ୍ରାଜିଲର ରିଓ ଡି ଜେନେରୋ ଠାରେ ହୋଇଥିଲା। ଏଥିରେ ପରିବେଶ ସୁରକ୍ଷା ସମ୍ପର୍କିତ 21ଟି କାର୍ଯ୍ୟସୂଚୀ ଗୃହୀତ ହୋଇଥିଲା। ନେକ୍ସଟ ସିମଳା ରାଜିନାମା କାହା କାହା ମଧ୍ୟରେ ଥିଲା ପିଲାମାନେ ମତ जो 1971 ମସିହାରେ जो ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ଥର ଯୁଦ୍ଧ ହେଲା ତାର ପର ବର୍ଷ 1972 ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭଟ୍ଟଙ୍କ ମଧ୍ୟରେ ସିମଳା ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ନେକ୍ସଟ କ୍ୱେଶ୍ଚନ ଛୁଆ ପଞ୍ଚଶୀଳ ନୀତି ପିଲାମାନେ ମନେ ରଖୁଥାଅ ଯେ ଭାରତ ଏବଂ ଚୀନ ମଧ୍ୟରେ ପଞ୍ଚଶୀଳ ରାଜିନାମା ସ୍ୱାକ୍ଷରିତ ହୋଇଥିଲା କେବେ ନା 1954 ମସିହାରେ। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଭାରତ ଏବଂ ଚୀନ ସରକାର ମଧ୍ୟରେ ଗୋଟେ ଚୁକ୍ତି ହୋଇଥିଲା ଯାହା ପଞ୍ଚଶୀଳ ନୀତି ନାମରେ ନାମିତ। କଣ କଣ ଥିଲା ପାଞ୍ଚଟି ନା ପ୍ରଥମ ହେଲା ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ପ୍ରତି ସମ୍ମାନ ଦେବା, ପାରସ୍ପରିକ ଅନାକ୍ରମଣ, ପରସ୍ପର ଆଭ୍ୟନ୍ତର ବ୍ୟାପାରରେ ହସ୍ତକ୍ଷେପ ନ କରିବା, ସମାନତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ। ନେକ୍ସଟ ପିଲାମାନେ ଦେଖିବା ବାୟୁ ପ୍ରଦୂଷଣ କାରଣ। ସାଧାରଣତଃ ଆମେ ସବୁବେଳେ ଦେଖୁଛେ ବାୟୁ ପ୍ରଦୂଷଣ ହଉଛି ସାଧାରଣତଃ ଯାନବାହନରୁ ନିର୍ଗତ ଧୂଆଁ, ରାସାୟନିକ ସାର, ଜଙ୍ଗଲ ପୋଡ଼ିଯିବା, ଆଗ୍ନେୟଗିରିରୁ ନିର୍ଗତ ବାଷ୍ପ, କଳକାରଖାନା ନିର୍ଗତ ଧୂଆଁ ଏଗୁଡ଼ା ଦ୍ୱାରା ହଉଛି ବାୟୁ ପ୍ରଦୂଷଣ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ ଅସ୍ତ୍ର ପ୍ରତିଯୋଗିତା କଣ ନା ଅସ୍ତ୍ର ପ୍ରତିଯୋଗିତାର ଅର୍ଥ ହଉଛି ଦୁଇ ବା ତତୋଧିକ ରାଷ୍ଟ୍ର ମଧ୍ୟରେ ସାମରିକ ପ୍ରସ୍ତୁତିକୁ ନେଇ ପ୍ରତିଯୋଗିତାକୁ ଅସ୍ତ୍ର ପ୍ରତିଯୋଗିତା କୁହାଯାଏ। ଦୁଇ ବା ତତୋଧିକ ରାଷ୍ଟ୍ର ମଧ୍ୟରେ ସାମରିକ ପ୍ରସ୍ତୁତି ନେଇ ଯୋଉ ପ୍ରତିଯୋଗିତା ହେଇଥାଏ ତାକୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା କୁହାଯାଏ। ନେକ୍ସଟ ହେଲା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପିଲାମାନେ ମନେ ରଖ 1945 ମସିହାରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ପ୍ରତିଷ୍ଠିତ ହୋଇଥିଲା। ତାର ମୁଖ୍ୟ କାର୍ଯ୍ୟାଳୟ ୱାଶିଂଟନ ଡିସି ଠାରେ ଅବସ୍ଥିତ। ତାଙ୍କର ମୁଖ୍ୟ କାର୍ଯ୍ୟ କଣ ଥିଲା IMF ର ପ୍ରଥମ ହେଲା ବିଶ୍ୱ ସ୍ତରରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା। ଦ୍ୱିତୀୟ ପଏଣ୍ଟ ସଦସ୍ୟ ରାଷ୍ଟ୍ରମାନଙ୍କ ଆର୍ଥିକ ସ୍ଥିରତା ରକ୍ଷା ପାଇଁ ଆବଶ୍ୟକୀୟ ନୀତିଗତ ପରାମର୍ଶ ପ୍ରଦାନ କରିବା। ତୃତୀୟ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଥିବା ରାଷ୍ଟ୍ରମାନଙ୍କୁ ଆର୍ଥିକ ସହାୟତା ଦେବା। ଏବେ ପିଲାମାନେ ଆମେ 3 ମାର୍କିଆ କ୍ୱେଶ୍ଚନ ଗୁଡ଼ିକ ଯିବା। ପିଲାମାନେ ଦେଖ ମୁଁ 3 ମାର୍କିଆ କ୍ୱେଶ୍ଚନ ଗୁଡ଼ିକ ଆମେ ଏବେ ଆଲୋଚନା କରିବା। ଆଉ 3 ମାର୍କିଆ କ୍ୱେଶ୍ଚନକୁ ସାଧାରଣତଃ 60 ରୁ 80 ଶବ୍ଦରେ ଆମେ ଲେଖିବା। 7ଟା ଦେଇଥିବୁ ଆମକୁ 3ଟି କରିବା ପାଇଁ ପଡିବ। ପ୍ରଥମ କ୍ୱେଶ୍ଚନ କହୁଛି ଯେ ପଞ୍ଚାୟତ ରାଜ ହେଉଛି ତୃଣମୂଳ ଗଣତନ୍ତ୍ର। ଦେଖ ତାର ଅର୍ଥ ହଉଛି ଯେ ଗଣତନ୍ତ୍ର ଅର୍ଥ ହଉଛି ଲୋକମାନଙ୍କର ଶାସନ। ଯେଉଁଠାରେ ଲୋକମାନଙ୍କ ଦ୍ୱାରା ଶାସନ କରାଯାଏ ତାକୁ ଗଣତନ୍ତ୍ର ଶାସନ କହିବା। ଏବଂ ସାଧାରଣତଃ ଯୋଉ ଗଣତନ୍ତ୍ର ଶାସନ କୋଉଠି ଦେଖାଯାଏ ନା ତୃଣମୂଳ ସ୍ତରରେ ବା ଗ୍ରାମାଞ୍ଚଳ ସ୍ୱାୟତ୍ତ ମାନଙ୍କୁ ଦେଖାଯାଏ। କାରଣ ଲୋକମାନେ ନିଜ ପ୍ରତିନିଧିକୁ ନିଜେ ବାଛନ୍ତି ଏବଂ ନିଜେ ମଧ୍ୟ ଶାସନରେ ଭାଗ ନିଅନ୍ତି। ସେଥିପାଇଁ କୁହାଯାଇଛି ଯେ ପଞ୍ଚାୟତ ରାଜ ହେଉଛି ତୃଣମୂଳ ଗଣତନ୍ତ୍ର। ନେକ୍ସଟ ଅର୍ଥ ଆୟୋଗର କାର୍ଯ୍ୟାବଳୀ ପିଲାମାନେ ମନେ ରଖୁଥାଅ ଯେ ଅର୍ଥ ଆୟୋଗର ମୁଖ୍ୟ ହେଲେ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ହେଲେ ଆମେ ଦେଶର ମୁଖ୍ୟ ଏବଂ ସେ ଅର୍ଥ ଆୟୋଗର ମୁଖ୍ୟଙ୍କୁ ନିର୍ବାଚିତ କରନ୍ତି କେତେ ବର୍ଷ ପାଇଁ 5 ବର୍ଷ ପାଇଁ। ସମ୍ବିଧାନର 280 ଧାରାରେ ପ୍ରତି 5 ବର୍ଷର ଥରେ ରାଷ୍ଟ୍ରପତି ଅର୍ଥ ଆୟୋଗ ନିଯୁକ୍ତି କରନ୍ତି ଏବଂ ତାଙ୍କର କାର୍ଯ୍ୟ କଣ ଅଛି ନା କେନ୍ଦ୍ର ଆଉ ରାଜ୍ୟ ମଧ୍ୟରେ ଆୟକର ସମେତ ଅନ୍ୟ କେତେକ କେନ୍ଦ୍ରୀୟ ରାଜସ୍ୱର ବଣ୍ଟନ କିପରି କରାଯିବ ସେଥିପାଇଁ ସେମାନେ କାର୍ଯ୍ୟକାରୀ କରନ୍ତି। ତା ଛଡା ଦେଶର ଅର୍ଥନୈତିକ ସ୍ଥିତିର ସେମାନେ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟପନ୍ଥା ଗ୍ରହଣ କରିଥାନ୍ତି। ନେକ୍ସଟ 73ତମ ସମ୍ବିଧାନ ପିଲାମାନେ ମତ 1992 ମସିହାରେ ଆମର ସମ୍ବିଧାନ ବିଲ୍ ସଂସଦରେ ସ୍ଥାପନ କରାଯାଇଥିଲା ଏବଂ ଏହି ବିଲ୍ ଆକାରରେ ଆଇନ ପ୍ରଣୀତ ହୋଇ 1993 ମସିହାରେ 73ତମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହି 73ତମ ସମ୍ବିଧାନ ଅନୁସାରେ ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ କାର୍ଯ୍ୟକାରୀ ହୋଇଥିଲା। ଯୋଉ ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ଥିଲା ତା 3ଟି ସ୍ତର ଅଛି। ପ୍ରଥମ ସ୍ତର ହେଲା ଗ୍ରାମ ପଞ୍ଚାୟତ, ମଧ୍ୟମ ସ୍ତର ହେଲା ପଞ୍ଚାୟତ ସମିତି ଏବଂ ଶୀର୍ଷ ସ୍ତର ହେଲା ଜିଲ୍ଲା ପରିଷଦ। ନେକ୍ସଟ କ୍ୱେଶ୍ଚନ ଧର୍ମ ନିରପେକ୍ଷତା ଓ ସାମ୍ପ୍ରଦାୟିକ ମଧ୍ୟରେ ପାର୍ଥକ୍ୟ। ଦେଖ ପିଲାମାନେ ଧର୍ମ ନିରପେକ୍ଷତା କାହା କହିବା ଯେ ଭାରତ ଧର୍ମ ନିରପେକ୍ଷତାର ଅର୍ଥ ହଉଛି ଯେ ଭାରତ ହଉଛି ପୃଥିବୀର ଗୋଟେ ବୃହତ୍ତମ ଧର୍ମ ନିରପେକ୍ଷ ରାଷ୍ଟ୍ର। ଯେ ଭାରତର କୌଣସି ଗୋଟିଏ ଧର୍ମକୁ ଗୁରୁତ୍ୱ ଦିଆଯାଇନଥାଏ
संविधान मध्य मौलिक अधिकार मध्य धर्मगत स्वाधीनता अधिकार रही जेकोसी लोक जेकोसी धर्म ग्रहण कर धर्म प्रचार कर भारत को गोटे धर्मनिरपेक्ष राष्ट्र बोली कहुए। सांप्रदायिकवाद कौन ना निज धर्म को उच्च मन कर अन्य धर्म प्रति घृणा बा विद्वेष व जागृत करने को सांप्रदायिकता कहुए। एवं सांप्रदायिकतावाद हूँ भारत विकास बा भारतर गणतंत्र सफलतार गोटे मुख्य प्रतिबंधक एवं भारतर जो अर्थनैतिक प्रगति मध्य यह बाधक साजिए। साधारणतः सांप्रदायिक दंगा हिंसा भाव आतंकवाद भारतीय राजनीतिक परिवेश कलुषित करुच्ची। तेणु सांप्रदायवाद जातीय संगति प्रति एक बृहत प्रतिबंधक अटे। नर्मदा बचाओ आंदोलन पिला मन रखता हो नर्मदा नदी उपरे सरदार सरोवर डैम निर्माण करा जाइथिला एवं एही नदीबंध को विरोध करी स्थानीय लोक माने एवं किछि समाजसेवी संगठन माने आंदोलन करथिले। ए आंदोलन नेतृत्व करले मेधा पाटकर। तेणु नर्मदा बचाओ आंदोलन एते तीव्रतर होइतिला जे विश्व मानविक अधिकार रो सदस्य माने मध्य आसी अनुध्यान करथिले एवं एही आंदोलन केवल भारतर नहीं पृथ्वीर मध्य प्रसिद्ध होइतिला। तेणु खाली मन रखियो नर्मदा बचाओ आंदोलन नर्मदा नदी उपर होइतिला को डैम विरुद्ध सरदार सरोवर डैम तार नेतृत्व नेतले किए मेधा पाटकर। नेक्स्ट राजस्थान विष्णु आंदोलन पिला मन राजस्थान विष्णु आंदोलन एक विराट परिवेश आंदोलन थिला। स्थानीय लोक माने बा विष्णु संप्रदायर धार्मिक भावना जीवजंतु हिंसा विरोधी एवं एमाने वृक्षलता को देवता रूपे पूजा करितांती। 1630 मसीह जोधपुर महाराजा नूतन प्रासाद निर्माण पाई खेजुरली बनरू गछ काटी काठ आनिबाकू सैन्य दल पठाइतिले। मात्र देवता रूपे पूजित गछ काटी को विरोध करी ग्रामर अमृता देवी नामक जने महिला गछ को कुंडाई धरिबा सहित चित्कार करी कहितिले गोटे छेदित वृक्ष तुलन में गोटे शिरछेदन मूल्यहीन। यार प्रभाव रे ग्रामर 262 जन स्वेच्छासेवी गछ को कुंडाई धरी सैनिक मानक द्वारा मृत्युवरण करथिले। उक्त संवाद रे महाराजा मर्माहत होई से अंचल को अभयारण्य रूपे घोषणा करथिले एवं समस्त वन्य पशु पक्षी सहित वृक्षलता आदि छेदन को संपूर्ण रूपे निषेध करथिले एवं एही आंदोलन प्रभाव रे चिपको आंदोलन आरंभ होइतिला। नेक्स्ट क्वेश्चन काश्मीर विवाद रूपरेख पिला 1947 मसीह काश्मीर हिंदू राजा हरि सिंह मिश्रण चुक्ति बल जम्मू काश्मीर भारत सहित मिशीगले पाकिस्तान यार विरोध कर आसुछि। सेतिपई 1965 मध्य भारत पाकिस्तान मध्य प्रथम थर युद्ध होइतिला एवं तास्केंट चुक्ति द्वारा ए युद्धर समाधान होइतिला। पुणी द्वितीय थर 1972 मसीह युद्ध होइतिला एवं 1971 मसीह द्वितीय थर भारत पाकिस्तान मध्य युद्ध होइतिला एवं 1972 पुणी सिमला राजीनामा द्वारा युद्ध बंद होइतिला। पुणी तृतीय थर भारत पाकिस्तान मध्य 1969 मध्य कारगिल युद्ध होइतिला एवं ए युद्ध मध्य भारत जीतितिला एवं लाहौर घोषणानामा द्वारा ए युद्ध शेष होइतिला। नेक्स्ट क्वेश्चन छोआसी कहिछि जे संयुक्त राष्ट्र संघ अधीन रे कार्य करथुवा खाद्य कृषि संगठन कार्य पिला माने मन रखिता जो खाद्य एवं कृषि संगठन 1945 मसीह गठित होइतिला। विश्व रे कृषि उत्पादन वृद्धि एवं कृषि रसायन माध्यम रे जीवन धारण मान किपरि वृद्धि हबो एही संगठन मुख्य उद्देश्य थिला। नेक्स्ट तास्केंट राजीनामा पिला माने मन रखता 1965 मसीह भारत पाकिस्तान मध्य युद्ध होइतिला एवं ए युद्ध रे भारत जीतितिला बा जयलाभ करितिला। 1966 मसीह रूसियार शासक कोसिजिन को मध्यस्थता रे भारतर तत्कालीन प्रधानमंत्री लाल बहादुर शास्त्री एवं पाकिस्तान राष्ट्रपति आयुब खान मध्य तास्केंट राजीनामा होइतिला। नेक्स्ट सबुज गृह प्रभाव शीत प्रधान देश मानकर थंडार प्रभाव उद्भिद गुड़ी को रक्षा करने काचर सबुज गृह गठन करी ता मध्य विभिन्न गछ लगा जाइଥାଏ। काच मध्य देई क्षुद्र तरंग विशिष्ट सौर रश्मि कठिन मध्य को प्रवेश करे। एही रश्मि कठोरी मध्यस्थ उद्भिद और मृत्तिका उपरे पड़ी दीर्घ तरंग विशिष्ट अवलोहित रश्मि रे परिणत हुए जहाँ काच दे बाहर को आसी पारे नाही।
ଫଳରେ ଉଚ୍ଚ କାର୍ଯ୍ୟନିର୍ମିତ ସବୁଜ କୋଟିର ତାପମାତ୍ରା ବୃଦ୍ଧି ପାଇଥାଏ। ଏହା ଫଳରେ ସେଥିରେ ଥିବା ଉଦ୍ଭିଦର ବୃଦ୍ଧି ସମ୍ଭବ ହୁଏ। 1927 ମସିହାରେ ବୈଜ୍ଞାନିକ ଫରିୟର ସବୁଜ ଗୃହର ନାମକରଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ସାମରିକ ମେଣ୍ଟ କାହା କହିବା? ସାମରିକ ମେଣ୍ଟର ଅର୍ଥ ହଉଛି ଯେ ସାଧାରଣତଃ ସାମରିକ ମେଣ୍ଟ କହିଲେ କଣ ବୁଝ, ୟାର ସର୍ତ୍ତ କଣ ଥିଲା, ବିଭିନ୍ନ ସମୟରେ ଗଠିତ ହୋଇଥିବା ସାମରିକ ମେଣ୍ଟର ବିବରଣୀ ଦିଅ। ପିଲାମାନେ ମନେ ରଖିଥାଅ, ପ୍ରଥମ ବିଶ୍ୱଯୁଦ୍ଧ ପରେ ଆମେରିକା ଥିଲା ଶକ୍ତିଶାଳୀ ରାଷ୍ଟ୍ର, ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ରୁଷ ହେଲା ଶକ୍ତିଶାଳୀ ରାଷ୍ଟ୍ର। ତେଣୁ ଆମେରିକା ତାର ସହଯୋଗୀ ରାଷ୍ଟ୍ରମାନଙ୍କୁ ନେଇକି ମେଣ୍ଟ ଗଠନ କଲା ଏବଂ ସାମରିକ ଶକ୍ତି ବୃଦ୍ଧି କଲା। ସେହିପରି ରୁଷ ତାର ସହଯୋଗୀ ମାନଙ୍କୁ ନେଇ ମେଣ୍ଟ କଲା। ଏଇଟା କଲି ସାମରିକ ମେଣ୍ଟ। କାରଣ ଯଦି ଗୋଟିଏ ରାଷ୍ଟ୍ରକୁ ଆକ୍ରମଣ କରିବେ, ଅନ୍ୟ ରାଷ୍ଟ୍ରମାନେ ତା ସହିତ ମିଶି ପ୍ରତି ଆକ୍ରମଣ କରିବେ। କଣ କଣ ମେଣ୍ଟ ହେଇଥିଲା? ଆମେ କହିବା ନାଟୋ ହେଇଥିଲା, ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ହେଇଥିଲା, ଆଞ୍ଜସ ରାଜିନାମା ହେଇଥିଲା, ଆଉ ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ ସିଆଟୋ ହେଇଥିଲା, ୱାରସ ଚୁକ୍ତି ହେଇଥିଲା। ନେକ୍ସଟ ହେଲା ନିରସ୍ତ୍ରୀକରଣ। ଯେତେବେଳେ ପୃଥିବୀରେ ଦୁଇଟି ରାଷ୍ଟ୍ର ଆମେରିକା ଏବଂ ରୁଷିଆ ପରସ୍ପର ଭାବରେ ବିରୋଧୀ ମେଣ୍ଟ ସ୍ଥାପନ କଲେ, ସେତେବେଳେ ପୃଥିବୀରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ବଢିଗଲା। ପରମାଣୁ ବୋମାଗତରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାମରିକ ଅସ୍ତ୍ରର ଉତ୍ପାଦନ ବଢି ଚାଲିଲା। ସେଥିପାଇଁ ତାକୁ ରୋକିବା ପାଇଁ ଦୁଇଟି ବୃହତ ରାଷ୍ଟ୍ର ରୁଷ ଏବଂ ଆମେରିକା ଅସ୍ତ୍ରର ଉତ୍ପାଦନ ହ୍ରାସ କରିବାକୁ ଲାଗିଲେ, ତାକୁ ନିରସ୍ତ୍ରୀକରଣ। ଏବେ ପିଲାମାନେ ଦେଖ ଲଙ୍ଗ କ୍ୱେଶ୍ଚନ ଗୁଡ଼ିକ ଆଲୋଚନା କରୁଛି, କୋଉଗୁଡ଼ିକ ପରୀକ୍ଷାରେ ଆସିବ ଏଇଥର। ପ୍ରଥମ କ୍ୱେଶ୍ଚନ ପିଲାମାନେ ହଉଛି ଭାରତୀୟ ସଂଘୀୟ ବ୍ୟବସ୍ଥାର କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରଶାସନିକ ସମ୍ପର୍କ। ପିଲାମାନେ ପାଖାପାଖି 6ଟି ଲଙ୍ଗ କ୍ୱେଶ୍ଚନ ଥିବ, ତା ପାଖରୁ 3ଟି ତମକୁ କରିବା ପାଇଁ ପଡିବ। ପ୍ରଥମ କ୍ୱେଶ୍ଚନ କହିଥିଲା ଭାରତୀୟ ସଂଘୀୟ ବ୍ୟବସ୍ଥାର କେନ୍ଦ୍ର ରାଜ୍ୟ ମଧ୍ୟରେ ପ୍ରଶାସନିକ ସମ୍ପର୍କ। ଦ୍ୱିତୀୟ ସିଲେକ୍ସନ କ୍ୱେଶ୍ଚନ ହେଲା ପୌରପାଳିକାର ଗଠନ, ପୌର ନିଗମର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର। ତୃତୀୟ କ୍ୱେଶ୍ଚନ ମାନବ ସମାଜ ଉପରେ ପରିବେଶ ପ୍ରଦୂଷଣର ପ୍ରଭାବ ଆଲୋଚନା କର। ନେକ୍ସଟ କ୍ୱେଶ୍ଚନ ଆତଙ୍କବାଦର କାରଣ, ପ୍ରକାରଭେଦ, କୌଶଳ ଏବଂ ନିରାକରଣ ପଦ୍ଧତି ସମ୍ପର୍କରେ ଆଲୋଚନା କର। ପିଲାମାନେ ଦେଖ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ତାପରେ କ୍ୱେଶ୍ଚନ ହେଲା ମିଳିତ ଜାତିସଂଘର ସାଧାରଣ ସଭାର ଗଠନ କାର୍ଯ୍ୟାବଳୀ ଆଲୋଚନା କର। ଲାଷ୍ଟ କ୍ୱେଶ୍ଚନ ଜଳବାୟୁ ପରିବର୍ତ୍ତନ କାରଣ ପ୍ରଭାବମାନ ଆଲୋଚନା କର। ପିଲାମାନେ ଦେଖ, ଏଇ 6ଟି କ୍ୱେଶ୍ଚନ ବହୁତ ଇମ୍ପୋର୍ଟାଣ୍ଟ। यार पाखापाखि 3टी क्वेश्चन परीक्षा आसवा सुनिश्चित। पिलामान देख वीडियो यदि भल लगी लाइक करिवो, चैनल को सब्सक्राइब करिवो एवं सांग मान को शेयर।